ମୁଁ ତ ପ୍ରଥମେ ଯୁଗଳ କିଶୋର ସାମଲ ବନ୍ଧୁ ସାପ୍ତାହିକ କାଗଜଟାକୁ ଦୈନିକ ରୂପରେ ପହଞ୍ଚେଇ 20 ବର୍ଷ ତାଙ୍କର ପାଳନ କରୁଛନ୍ତି। ତାକୁ ମୁଁ ସାଧୁବାଦ ଆଉ ଶୁଭେଚ୍ଛା ଜଣାଉଛି। ଏତେ ବଡ଼ କାର୍ଯ୍ୟକ୍ରମ କରୁଛନ୍ତି ତେଣୁକରି ମୁଁ ମୋର ତାଙ୍କର ଏଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ଆଉ ଏଇ ପେପର ଆଜି ଓଡ଼ିଶାରେ 3ଟି ଜାଗାରେ ପହଞ୍ଚି ପାରିଛି, ବହୁତ ଦୂର ଆରମ୍ଭ ହେଇଥିଲା। ତେଣୁ ତାଙ୍କର ଆଗାମୀ ଦିନରେ ପେପର କେମିତି ଉତ୍ତର କାମନା କରୁଛି ଆଉ ସବୁ ସମଗ୍ର ଓଡ଼ିଶାରେ ସେ ପେପର ପହଞ୍ଚୁ ଆଉ ତାଙ୍କର ଏଇ ଯେଉଁ କ୍ୟାରିୟରଟା ଆହୁରି ସେ ଉପରକୁ ସେ ଯାଆନ୍ତି। ତେଣୁ ଆଜି ମୋତେ ଏଇ କାର୍ଯ୍ୟକ୍ରମରେ ମୋତେ ଡାକିକିନା ମୋତେ ସମ୍ମାନିତ କରିଥିବାରୁ ହିରାଞ୍ଚଳର ସମସ୍ତ କର୍ମଚାରୀ ଆଉ ଏ ଟିମ୍ ବହୁତ ବହୁତ ଖବର ପରିବେଷଣ ସହିତ କେମିତି ରହେ ଆପଣଙ୍କୁ କେତେ ହୃଦୟ ହିରାଞ୍ଚଳର ଯେଉଁ ପେପର ଆମେ ପଢ଼ୁ ଆମକୁ ଲାଗେ ସେ ଗୋଟେ ସତ୍ୟବାଦୀ, ସେ କୌଣସି ପ୍ରରୋଚନାରେ ଆସନ୍ତି ନାହିଁ। ଆଉ ଯାହା ସତ୍ୟ ସେଟା ହିଁ ସେ ଛାପନ୍ତି। ଆଉ ସେଟା ପଢ଼ିଲେ ଆମକୁ ଲାଗେ ଆମେ ସତ୍ ଜିନିଷ ପାଇପାରୁଛୁ ତାଙ୍କ ଜରିଆରେ। ହିରାଞ୍ଚଳର ଭବିଷ୍ୟତ ବହୁତ ଉଜ୍ଜଳ ଆଉ ସେ ବହୁତ ଜଣେ ନିଷ୍ଠାବାନ ମୋର ବନ୍ଧୁ। ଆଉ ସେ ତାଙ୍କର ଏଇ କାର୍ଯ୍ୟକ୍ରମଟାକୁ ଆହୁରି ଆଗକୁ ନେବେ ଆମର ପୁରା ବିଶ୍ୱାସ।